प्रिय माने प्रभु जीशुଙ୍କ नामରେ ସମସ୍ତଙ୍କୁ ଅଭିନନ୍ଦନ ଜ୍ଞାପନ କରୁଅଛି। ଆପଣମାନେ କେମିତି ଅଛନ୍ତି? ସମସ୍ତ ବିଷୟ ଆପଣମାନଙ୍କର କିପରି ଚାଲିଅଛି? ଆପଣମାନେ ଏପରି କହୁଛନ୍ତି ନାହିଁ ଆଜ୍ଞା ଆମମାନଙ୍କର ଆବଶ୍ୟକ କୌଣସି ପ୍ରକାରେ ମେଣ୍ଟି ପାରୁନାହିଁ। ଆମେମାନେ ବହୁତ କଷ୍ଟରେ ପୁଣି ଋଣର ଅବସ୍ଥାରେ ଜୀବନଯାପନ କରୁଅଛୁ। ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ ଆମମାନଙ୍କ ସ୍ୱର୍ଗରେ ଆମମାନଙ୍କ ପିତା ଅଛନ୍ତି। ସେ ସମସ୍ତ ବିଷୟକୁ ଜାଣନ୍ତି, ସମସ୍ତ ବିଷୟ କରିବା ପାଇଁ ସକ୍ଷମ ଅଟନ୍ତି। ତେବେ ଆପଣ କହୁଛନ୍ତି ସେ ଧନବାନ ପିତା ହେଲେ ଆମର ଲାଭ କ'ଣ? ଏହିପରି ଆମେମାନେ ଜମା ନ ଭାବିବା ଦରକାର। ଯେହେତୁ ଆମମାନଙ୍କ ପୃଥିବୀର ଯେଉଁ ପିତାମାନେ ଅଛନ୍ତି ସେମାନେ ଆମମାନଙ୍କ ସମସ୍ତ ଆବଶ୍ୟକତାକୁ ପୂରଣ କରିବା ନିମନ୍ତେ ଯଥେଷ୍ଟ ଚେଷ୍ଟା କରିଥାନ୍ତି। କିନ୍ତୁ ଯେହେତୁ ସେମାନେ ଅକ୍ଷମ ଅଟନ୍ତି ଏଣୁ କରିପାରନ୍ତି ନାହିଁ। କିନ୍ତୁ ଆମମାନଙ୍କ ସ୍ୱର୍ଗସ୍ଥ ପିତା ତାଙ୍କ ପାଖରେ ସବୁ କିଛି ରହିଅଛି। ଜଗତ ତହିଁର ପୂର୍ଣ୍ଣତା, ପୃଥିବୀର ସମସ୍ତ ସୁନା, ସମସ୍ତ ରୂପା ଆମମାନଙ୍କ ପିତା ପରମେଶ୍ୱରଙ୍କର ଅଟେ। ଏଣୁ ଆମ୍ଭେମାନେ କୌଣସି ବିଷୟ ନିମନ୍ତେ ଚିନ୍ତା ନ କରିବା ଦରକାର। ଯେହେତୁ ସେ ଆମ୍ଭମାନଙ୍କ ପାଇଁ ଚିନ୍ତା କରନ୍ତି, ଆମମାନଙ୍କ ଆବଶ୍ୟକତା ସେ ଯୋଗାଇବେ। ତେବେ ଆସନ୍ତୁ ଆମେମାନେ ପଢ଼ିବା ରୋମିଓ 10 ଅଧ୍ୟାୟର 12 ପଦ। ଜଣୁ ସମସ୍ତଙ୍କର ତ ଏକ ପ୍ରଭୁ, ଆଉ ଯେତେ ଲୋକ ତାହାଙ୍କ ନିକଟରେ ପ୍ରାର୍ଥନା କରନ୍ତି ସେ ସମସ୍ତଙ୍କ ପ୍ରତି ସେ ଅନୁଗ୍ରହର ନିଧି ସ୍ୱରୂପ। ଆପଣ କହିପାରିବେ ମୁଁ ପରମେଶ୍ୱରଙ୍କୁ ପ୍ରେମ କରୁଅଛି, ପ୍ରଭୁ ଯୀଶୁଙ୍କୁ ମୁଁ ପ୍ରେମ କରୁଅଛି। କିନ୍ତୁ ପ୍ରଭୁଙ୍କ ପ୍ରିୟ ଲୋକମାନେ ଆମେମାନେ ପ୍ରେମ କରୁଅଛି ବୋଲି କହିବା ଯଥେଷ୍ଟ ନୁହଁ। ଆମେମାନେ କ'ଣ ତାହାଙ୍କ ନିକଟକୁ ଯାଇ ତାହାଙ୍କଠାରେ ପ୍ରାର୍ଥନା ସ୍ତୁତି ପ୍ରଶଂସା କରୁଅଛୁ? ପ୍ରଭୁଙ୍କ ଲୋକମାନେ ଖ୍ରୀଷ୍ଟିଆନ ଜୀବନରେ ସ୍ତୁତିର ମହତ୍ଵ ଅଧିକ ଅଟେ। ଆମ୍ଭେମାନେ ପାଇଥିବା ସମସ୍ତ ବିଷୟ ନିମନ୍ତେ ଆମ୍ଭେମାନେ ପିତା ପରମେଶ୍ୱରଙ୍କୁ ଯଥେଷ୍ଟ ସ୍ତୁତି ପ୍ରଶଂସା ଧନ୍ୟବାଦ ପ୍ରତି ପ୍ରଭାତରେ ପୁଣି ଅନେକ ସମୟରେ ଦିନ ତମାମ ଆମେମାନେ ସ୍ତୁତି କରିବା ଦରକାର ରହିଛି। ମୁଁ ମଧ୍ୟ ପ୍ରତିଦିନ ପ୍ରଭାତରୁ ଉଠେ ପ୍ରାର୍ଥନା ପୁଣି ବାଇବଲ ଅଧ୍ୟୟନ କରିବା ପୂର୍ବରୁ ପ୍ରଭୁଙ୍କର ସ୍ତୁତି ପୁଣି ଆରାଧନା କରିଥାଏ। ଅନେକ ସମୟ ସ୍ତୁତି ପ୍ରଶଂସା ଆରାଧନା କରିବାରେ ମୁଁ ବିତାଏ। ପରମେଶ୍ୱରଙ୍କ ଦତ୍ତ ସମସ୍ତ ମଙ୍ଗଳଦାନ ପାଇଁ ତାଙ୍କ ସ୍ତୁତି କରି, ତାହାଙ୍କ ସମସ୍ତ ଅନୁଗ୍ରହ ପାଇଁ ତାହାଙ୍କ ସ୍ତୁତି କରି, ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ତାହାଙ୍କ ସ୍ତୁତି କରି, ତାହାଙ୍କ ମହାନତା ପାଇଁ ତାହାଙ୍କର ସ୍ତୁତି କରେ। ତଦ୍ରୂପ ପ୍ରିୟ ଈଶ୍ୱରଙ୍କ ଲୋକମାନେ ଆମମାନଙ୍କ ଜୀବନରେ ତାହାଙ୍କ ଅନୁଗ୍ରହ ଅପାର ହୋଇଥିବାରୁ, ତାହାଙ୍କ କରୁଣା ଅସୀମ ହୋଇଥିବାରୁ ସମସ୍ତ ବିଷୟକୁ ସ୍ମରଣ କରି ଆମ୍ଭେମାନେ ପରମେଶ୍ୱରଙ୍କୁ ଯଥେଷ୍ଟ ଧନ୍ୟବାଦର ବଳି ଉତ୍ସର୍ଗ କରିବା ଆବଶ୍ୟକ। ଯେହେତୁ ପରମେଶ୍ୱର ହିଁ ଏକମାତ୍ର ଯୋଗ୍ୟବନ୍ଧ ଆମମାନଙ୍କ ସ୍ତୁତି ପ୍ରଶଂସା ପାଇବାର। ଏଣୁ ପ୍ରଭୁଙ୍କ ଲୋକମାନେ ଏହି ଜୀବନକୁ ଆମ୍ଭେମାନେ ନିଶ୍ଚୟ ଆପଣାଇବା। ସେ କହୁଅଛନ୍ତି ଆମେମାନେ ଯଦି ତାହାଙ୍କଠାରେ ପ୍ରାର୍ଥନା କରିବା, ତାହାଙ୍କର ସ୍ତୁତି ପ୍ରଶଂସା କରିବା, ସେ ଆମ୍ଭମାନଙ୍କର ରବକୁ ଶୁଣିବେ। ଯେହେତୁ ସେ ଅନୁଗ୍ରହର ନିଧି ସ୍ୱରୂପ ଅର୍ଥାତ୍ ତାହାଙ୍କ ଅନୁଗ୍ରହ ରୂପ ଧନ ଆମ୍ଭମାନଙ୍କ ନିମନ୍ତେ ଯଥେଷ୍ଟ ସେ ରଖିଅଛନ୍ତି। ତାହା ଆମମାନଙ୍କ ଦୁର୍ବଳ ସମୟରେ ଆମମାନଙ୍କୁ ବଳ ଯୋଗାଇବ। ଏଥିପାଇଁ ପ୍ରଭୁଙ୍କ ଲୋକମାନେ ଏହି ସ୍ତୁତି ପ୍ରଶଂସାର ଜୀବନକୁ ଆମେମାନେ ନିଶ୍ଚୟ ଆପଣାଇବା। ତେବେ ଆସୁ ପ୍ରଭୁଙ୍କ ପ୍ରିୟ ଲୋକମାନେ ଆମେମାନେ ଆପଣା ଜୀବନକୁ ଅଳ୍ପକେ ସମୀକ୍ଷା କରି ଦେଖିବା ଯେ ଆମେମାନେ କ'ଣ ପ୍ରତିଦିନ କେବଳ ପ୍ରାର୍ଥନା କରି ସନ୍ତୁଷ୍ଟ ହୋଇଯାଉଛୁ ମନେ କରୁଛୁ। ଆମେମାନେ ତ ପ୍ରାର୍ଥନା କରୁଛୁ, ଶାସ୍ତ୍ର ଧ୍ୟାନ କରୁଅଛୁ। କିନ୍ତୁ ଏକ ବ୍ୟକ୍ତି ଯଦି ପରମେଶ୍ୱରଙ୍କୁ ପ୍ରେମ କରେ ସେ ନିଶ୍ଚୟ ସ୍ତୁତି ମଧ୍ୟ କରିବ। ଯେହେତୁ ଯେତେବେଳେ ଆମେମାନେ ସ୍ତୁତି ପ୍ରଶଂସା କରିଥାଉ ପରମେଶ୍ୱରଙ୍କ ଇଚ୍ଛା ପୁରା କରିଥାଉ, ତାଙ୍କୁ ସନ୍ତୁଷ୍ଟ କରିଥାଉ। ତେବେ ଆସନ୍ତୁ ଆମେମାନେ ସମର୍ପିତ ହେବା। ପ୍ରିୟ ପିତା ପରମେଶ୍ୱର ପ୍ରଭୁ, ସର୍ବଦା ତୁମ ନାମର ସ୍ତୁତି ପ୍ରଶଂସା କରିବାର ଏକ ସୁନ୍ଦର ଜୀବନ ମୋତେ ତୁମେ ପ୍ରଦାନ କର। ତୁମ ହସ୍ତରେ ମୁଁ ମୋ ପରିବାର ପ୍ରତ୍ୟେକ ଆମେ ସମର୍ପିତ ହେଉଛୁ। ଯେତେ ଭାଇ ଭଉଣୀମାନେ ଆଜିର କାର୍ଯ୍ୟକ୍ରମ ଦେଖୁଅଛନ୍ତି ସେ ପ୍ରତ୍ୟେକଙ୍କୁ ମୁଁ ତୁମ ହସ୍ତରେ ଅର୍ପଣ କରୁଛି। ସେଇ ଜୀବନ ତୁମେ ଦେଇଦିଅ ବୋଲି ପ୍ରାର୍ଥନା ପ୍ରଭୁ ଯୀଶୁଙ୍କ ନାମରେ ମାଗୁଛୁ। ଆମେନ୍, ଆମେନ୍।